ଦର୍ଶବନ୍ଧୁ ପ୍ରଭୁ ଶ୍ରୀରାମ ଓ ଲକ୍ଷ୍ମଣଙ୍କର ମୃତ୍ୟୁ କିପରି ହୋଇଥିଲା? ଭାଗବତରେ ଗୋଟେ ଲେଖା ଅଛି, ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେ ବି ମରେ। ବନ୍ଧୁଗଣ, ଆମେମାନେ ସମସ୍ତେ ଜାଣିଛୁ ଯେ ଏଇ ମର୍ତ୍ତ୍ୟ ମଣ୍ଡଳରେ ଜନ୍ମ ହେଲା ମାନେ ସେ ଯିଏ ହେଉନା କାହିଁକି ଦିନେ ନା ଦିନେ ମୃତ୍ୟୁ ତାର ସୁନିଶ୍ଚିତ ହେବ। ସେ ମାନବ ହେଉ କି ଦାନବ ହେଉ କିମ୍ବା ଭଗବାନ ମଧ୍ୟ ହୁଅନ୍ତୁ ନା କାହିଁ, ଦିନେ ନା ଦିନେ ଏଇ ମର୍ତ୍ତ୍ୟ ମଣ୍ଡଳକୁ ତ୍ୟାଗ କରିବାକୁ ପଡିବ। ଚାଲନ୍ତୁ ବନ୍ଧୁଗଣ ଜାଣିବା ଭଗବାନ ରାମ ଓ ଲକ୍ଷ୍ମଣ କିପରି ମର୍ତ୍ତ୍ୟ ମଣ୍ଡଳ ତ୍ୟାଗ କରିଥିଲେ। ଏହି ପ୍ରସଙ୍ଗଟି ପଦ୍ମ ପୁରାଣର ଉତ୍ତରାଖଣ୍ଡରୁ ସଂଗ୍ରହ କରାଯାଇଛି। ଭଗବାନ ଶ୍ରୀରାମଚନ୍ଦ୍ର ତ୍ରେତୟା ଯୁଗରେ 11,000 ବର୍ଷ ପର୍ଯ୍ୟନ୍ତ ଲୀଳା କରିବା ପାଇଁ ମର୍ତ୍ତ୍ୟ ମଣ୍ଡଳରେ ଅବତାର ନେଇଥିଲେ ଏବଂ 11,000 ବର୍ଷ ସମାପ୍ତ ହେବା ପରେ ତାଙ୍କୁ ପୁଣି ସ୍ୱର୍ଗକୁ ଯିବାର ସମୟ ଆସିଗଲା ବା ତାଙ୍କର ଆୟୁଷ ସମାପ୍ତ ହୋଇଗଲା। କିନ୍ତୁ ମୃତ୍ୟୁର ଦେବତା ଯମରାଜ ଭଗବାନ ରାମଙ୍କ ଜୀବନ ନେବା ପାଇଁ ରାମଙ୍କ ପାଖକୁ ଆସିପାରୁନଥିଲେ, କାରଣ ଶ୍ରୀରାମଙ୍କର ରକ୍ଷକ ଥିଲେ ରାମଦୂତ ମହାବୀର ହନୁମାନ, ଯିଏକି ମହାକାଳଙ୍କର ଅନ୍ୟ ରୂପ ଏବଂ ସେଇ ମହାକାଳଙ୍କର ଆରାଧ୍ୟ ଦେବତା ହେଉଛନ୍ତି ସ୍ୱୟଂ ପ୍ରଭୁ ଶ୍ରୀରାମଚନ୍ଦ୍ର ବା ସ୍ୱୟଂ ନାରାୟଣ। ଆଉ ସେଇ ନାରାୟଣ ତ ରାମଙ୍କର ଅବତାର। ସେଥିପାଇଁ ପ୍ରଭୁ ଶ୍ରୀରାମଙ୍କ ଜୀବନ ନେବାର ଶକ୍ତି ନା କାଳ ପାଖରେ ଥିଲା ନା ମହାକାଳ ପାଖରେ ଥିଲା। କିନ୍ତୁ ମୃତ୍ୟୁର କାଳଚକ୍ର ତ ଆଗକୁ ବଢେଇବାକୁ ପଡିବ। ତେଣୁ ଭଗବାନ ରାମଚନ୍ଦ୍ରଙ୍କର ମୃତ୍ୟୁର ଆବଶ୍ୟକତା ଥିଲା। କିନ୍ତୁ ଭଗବାନ ରାମଚନ୍ଦ୍ରଙ୍କୁ କେଉଁ କଥା ବା ଅଜଣା। ତେଣୁ ପ୍ରଭୁ ଶ୍ରୀରାମ ଗୋଟିଏ ଉପାୟ ଚିନ୍ତା କଲେ। ଦିନେ ପ୍ରଭୁ ଶ୍ରୀରାମ ତାଙ୍କ ହାତର ଆଙ୍ଗୁଠିରୁ ଏକ ମୁଦି କାଢିଲେ, ଏକ ବିରାଟ ଛିଦ୍ର ମଧ୍ୟରେ ପକାଇଥିଲେ। ମହାବୀର ହନୁମାନଙ୍କୁ ଡାକି କହିଲେ, ହେ ବୀର ହନୁମାନ, ମୋ ଆଙ୍ଗୁଠିର ଏକ ମୁଦି ଏ ଗ୍ରତ ମଧ୍ୟରେ ପଡିଗଲା। ତୁମେ ପାତାଳପୁରକୁ ଯାଇ ମୁଦିଟି ଖୋଜି ଆଣିପାରିବ କି? ତାପରେ ପ୍ରଭୁ ହନୁମାନ କହିଲେ, ପ୍ରଭୁ ଏତିକି କାମ? ଠିକ ଅଛି, ମୁଁ ସାଙ୍ଗେ ସାଙ୍ଗେ ଯାଇ ଆପଣଙ୍କ ମୁଦିକୁ ଖୋଜି ନେଇ ଆସିବି। ତାହାପରେ ହନୁମାନ ତାଙ୍କର ଛୋଟ ରୂପକୁ ଧାରଣ କରି ସେ ଗର୍ତ୍ତ ମଧ୍ୟରେ ପ୍ରବେଶ କଲେ ଏବଂ ସେଇ ମୁଦିକୁ ଧରିବାକୁ ଚେଷ୍ଟା କରିଲେ ଏବଂ ସେଇ ମୁଦିଟିକୁ ଯେତେ ଧରିବାକୁ ଚେଷ୍ଟା କରିଛନ୍ତି ମୁଦିଟି ଆହୁରି ଆହୁରି ତଳକୁ ଯିବାକୁ ଲାଗିଲା। ଶେଷରେ ହନୁମାନ ପାତାଳପୁରରେ ଯାଇ ପହଞ୍ଚିଗଲେ। ତାହାପରେ ହନୁମାନ ପାତାଳପୁରରେ ନାଗରାଜଙ୍କ ପାଖରେ ପହଞ୍ଚି ଶ୍ରୀରାମଙ୍କ ମୁଦି କଥା ପଚାରିଲେ ଏବଂ ନାଗରାଜ ହନୁମାନଙ୍କୁ ଡାକି ମୁଦ୍ରିକାରେ ଭରି ହୋଇଥିବା ଏକ କୋଠରୀ ଦେଖେଇ ଦେଲେ। ଏହି ମୁଦି ଗୁଡିକ ମଧ୍ୟରୁ କେଉଁ ମୁଦିଟି ଭଗବାନ ଶ୍ରୀରାମଙ୍କର ମୁଦି ତୁମେ ନିଜେ ବାଛି ନିଅ। ତାପରେ ହନୁମାନ ଅନେକ ମୁଦିରେ ଆଚ୍ଛାଦିତ ହୋଇଥିବା କୋଠରୀ ଭିତରକୁ ଗଲେ। ଶ୍ରୀରାମଙ୍କ ମୁଦି ଖୋଜିବାକୁ ଲାଗିଲେ ଏବଂ ପ୍ରଚୁର ମୁଦି ଥିବା କାରଣରୁ ତାଙ୍କୁ ସେହି ମୁଦି ଖୋଜିବାକୁ ବହୁତ ସମୟ ଲାଗିଗଲା। ତାପରେ ହନୁମାନ ଅଯୋଧ୍ୟାରେ ନଥିବା ଦେଖି ଯମରାଜ ଅଯୋଧ୍ୟାକୁ ଆସିଲେ ଏବଂ ଜଣେ ସନ୍ନ୍ୟାସର ରୂପ ଧାରଣ କରି ଶ୍ରୀରାମଙ୍କ ଦରବାରକୁ ଗଲେ। ତାପରେ ସନ୍ନ୍ୟାସୀ ରୂପ ଧରି ଯମରାଜ ପ୍ରଭୁ ଶ୍ରୀରାମଙ୍କୁ କହିଲେ, ପ୍ରଭୁ, ମୁଁ ଆପଣଙ୍କ ସାଙ୍ଗରେ କିଛି ଗୁପ୍ତ କଥା ହେବାକୁ ଅଛି। ତେଣୁ ମୋତେ ବଚନ ଦିଅନ୍ତୁ କି ଆମ କଥା ଯିଏ ବି ଶୁଣିବ ତାକୁ ମୃତ୍ୟୁ ଦଣ୍ଡ ଦିଆଯିବ। ତାପରେ ପ୍ରଭୁ ଶ୍ରୀରାମ କହିଲେ, ଆପଣ ନିଶ୍ଚିନ୍ତ ରୁହନ୍ତୁ। ତାପରେ ସମସ୍ତ ଦ୍ୱାରପାଳଙ୍କୁ ବାହାରକୁ ଯିବାକୁ ଆଦେଶ ଦେଲେ ଏବଂ ଭ୍ରାତା ଲକ୍ଷ୍ମଣଙ୍କୁ ଦ୍ୱାର ମୁଖରେ ଜଗିବାକୁ ଆଦେଶ ଦେଲେ। କେହି ଯଦି ଭିତରକୁ ଆସିବେ ଲକ୍ଷ୍ମଣ ତୁମକୁ ମୃତ୍ୟୁ ଦଣ୍ଡ ଦିଆଯିବ ବୋଲି କହିଲେ। ତାପରେ ଭ୍ରାତା ଲକ୍ଷ୍ମଣ ଶ୍ରୀରାମଙ୍କର ଆଦେଶ ପାଳନ କରି ଦ୍ୱାର ଦେଶରେ ପ୍ରହରା ଦେବାକୁ ଲାଗିଲେ। ଲକ୍ଷ୍ମଣ ସେଠାରୁ ଚାଲିଯିବା ପରେ ସନ୍ନ୍ୟାସ ରୂପଧାରୀ ଯମରାଜ ନିଜର ରୂପ ଧାରଣ କଲେ ଏବଂ କହିଲେ, ହେ ପ୍ରଭୁ, ମୁଁ ହେଉଛି ଆପଣଙ୍କର ସେବକ। ଆପଣ ମୋତେ ଏହି କର୍ମ ଦେଇଛନ୍ତି ଯାହାକି ଏହି ସଂସାରର ସମସ୍ତ ଜୀବଜନ୍ତୁ ଓ ପ୍ରାଣୀମାନଙ୍କର ଜୀବନ ପୁନଃ ହରଣ କରିବା ମୋର ଧର୍ମ ଅଟେ। ମୁଁ ଭଗବାନ ଶିବ ଓ ବ୍ରହ୍ମାଙ୍କର ଆଦେଶରେ ଆପଣଙ୍କୁ କହିବାକୁ ଆସିଛି ଯେ ଆପଣ ପ୍ରଭୁ ମର୍ତ୍ତ୍ୟରେ ଯେତେ ଦିନ ପାଇଁ ସମୟ ନେଇଥିଲେ ତାହା ଶେଷ ହୋଇଯାଇଛି। ଏବେ ଆପଣ ନିଜ ଧାମକୁ ଫେରି ଯାଆନ୍ତୁ। ସମସ୍ତ ଦେବାଦେବୀ ଆପଣଙ୍କୁ ବିଷ୍ଣୁ ରୂପରେ ଦେଖିବାକୁ ଆକୁଳ ହୋଇଅଛନ୍ତି। ତଥାପି ଆପଣ ଯଦି ଏହି ପୃଥିବୀ ପୃଷ୍ଠରେ ବା ମର୍ତ୍ତ୍ୟରେ ଆଉ କିଛି ଦିନ ବିତେଇବାକୁ ଚାହୁଁଛନ୍ତି ତେବେ ଆପଣ ରହିପାରନ୍ତି। ଏହା ଶୁଣି ପ୍ରଭୁ ଶ୍ରୀରାମ ମନେ ମନେ ହସୁଥାନ୍ତି, କାହିଁକି ନା ଯିଏ ଅନ୍ତର୍ଯ୍ୟାମୀ ତାଙ୍କୁ କଣ ବା ଅଜଣା। ତାପରେ ପ୍ରଭୁ ଶ୍ରୀରାମ କହିଲେ, ମୋ ଇଚ୍ଛାରେ ଆପଣ ଏଠାକୁ ଆସିଛନ୍ତି। ମୁଁ ହିଁ ଆପଣଙ୍କୁ ଡକାଇଛି। ମୁଁ କିଛି ଦିନ ପରେ ନିଜେ ସ୍ୱର୍ଗକୁ ଯିବି ଏକଥା ସ୍ୱୟଂ ଶିବ ଓ ବ୍ରହ୍ମାଙ୍କୁ ଜଣାଇଦେବେ। ଏହିପରି ଭଗବାନ ରାମ ଓ ଯମରାଜଙ୍କ ମଧ୍ୟରେ ବାର୍ତ୍ତାଳାପ ଚାଲିଥିବା ସମୟରେ ଦୁର୍ବାସା ଋଷି ପ୍ରବେଶ କରିଥିଲେ ରାମଙ୍କ ଭବନକୁ। ଦୁର୍ବାସା ଋଷିଙ୍କର ଆଗମନ ଦେଖି ଲକ୍ଷ୍ମଣ ପ୍ରଣାମ ଗୁରୁଦେବ ବୋଲି ଜଣାଇଥିଲେ ଏବଂ ପଚାରିଲେ, ମୁଁ ଆପଣଙ୍କର କି ସେବା କରିପାରେ ବୋଲି। ମହର୍ଷି ଦୁର୍ବାସା କହିଲେ, ମୁଁ ଏବେ ସଙ୍ଗେ ସଙ୍ଗେ ଅଯୋଧ୍ୟା ନରେଶ ପ୍ରଭୁ ଶ୍ରୀରାମଙ୍କୁ ଭେଟିବାକୁ ଚାହୁଁଛି। ତାପରେ ଲକ୍ଷ୍ମଣ କହିଲେ, ହେ ଭଗବାନ ମହର୍ଷି, ଏବେ ଆପଣ ଅଯୋଧ୍ୟାର ନରେଶ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କୁ ଭେଟି ପାରିବେ ନାହିଁ, କାହିଁକି ନା ତାଙ୍କର କିଛି ଆବଶ୍ୟକୀୟ କାମ ଥିବାରୁ ଦ୍ୱାରକୁ ବନ୍ଦ କରି ମୋତେ ବାହାରୁ ପ୍ରହରା ଦେବାକୁ କହିଛନ୍ତି।
ଯଦି ମୋ ଦ୍ୱାରା କିଛି ସେବା ହୋଇପାରିବ ତାହେଲେ ମତେ ଆଜ୍ଞା ଦିଅନ୍ତୁ, ମୁଁ ସଙ୍ଗେ ସଙ୍ଗେ କରିବି। ତାପରେ ମହର୍ଷି ଦୁର୍ବାସା କହିଲେ, ମୋର ରାମଙ୍କ ସହିତ କାମ ଅଛି, ମତେ ରାମଙ୍କୁ ଭେଟିବାର ଅଛି। ପୁଣି ଲକ୍ଷ୍ମଣ କହିଲେ, ମତେ କ୍ଷମା କରନ୍ତୁ, ରାମଙ୍କ ସହିତ ଏବେ ଦେଖା ହୋଇପାରିବ ନାହିଁ, କିଛି ସମୟ ଅପେକ୍ଷା କରନ୍ତୁ। ଏହା ଶୁଣି ମହର୍ଷି ଦୁର୍ବାସା ରାଗିଗଲେ, କହିଲେ, ହେ ମୂର୍ଖ, ମତେ ତ ଅପେକ୍ଷା କରୁଛୁ, ମୋ ଶକ୍ତି ଜ୍ଞାତ ନାହିଁ କି ତୁମକୁ? ଏବେ ସଙ୍ଗେ ସଙ୍ଗେ ମତେ ରାମଙ୍କ ସହିତ ଭେଟ କରାଅ, ନହେଲେ ମୁଁ ଅଭିଶାପ ଦେବି, ଏ ସମ୍ପୂର୍ଣ୍ଣ ଅଯୋଧ୍ୟା ଜଳି ଭସ୍ମ ହୋଇଯିବ। ବନ୍ଧୁଗଣ, ଏଠାରେ ଗୋଟିଏ କଥା ଜାଣି ରଖନ୍ତୁ ଯେ ଭଗବାନ ରାମଙ୍କର ପ୍ରାଣ ନେଲା ଭଳି ଲକ୍ଷ୍ମଣଙ୍କର ମଧ୍ୟ ପ୍ରାଣ ନେଲା ଭଳି ଶକ୍ତି କାହାର ନଥିଲା। ତେଣୁ ଏହା ସମସ୍ତ ଦେବାଦେବୀଙ୍କର ଷଡ଼ଯନ୍ତ୍ର ଥିଲା। ତାପରେ ଲକ୍ଷ୍ମଣ ଦୁର୍ବାସା ଋଷିଙ୍କର କଥା ଶୁଣି ଚିନ୍ତାରେ ପଡିଗଲେ। ମୁଁ ଭିତରକୁ ଗଲେ ମୁଁ ଏକା ମରିବି, ନହେଲେ ସମ୍ପୂର୍ଣ୍ଣ ଅଯୋଧ୍ୟା ଧ୍ୱଂସ ହୋଇଯିବ। ତାପରେ ଲକ୍ଷ୍ମଣ କହିଲେ, ହେ ମୁନିବର, ଆପଣଙ୍କ ଆଜ୍ଞା ଶିରଧାର୍ଯ୍ୟ, ମୁଁ ଭିତରକୁ ଯାଇ ଶ୍ରୀରାମଙ୍କୁ କହିଦେଉଛି। ତାପରେ ଲକ୍ଷ୍ମଣ ଭିତରକୁ ପ୍ରବେଶ କଲେ। ହେ ମହାରାଜ, ଦ୍ୱାର ଦେଶରେ ମହର୍ଷି ଦୁର୍ବାସା ଅଛନ୍ତି ଏବଂ ଏହି କ୍ଷଣି ଆପଣଙ୍କୁ ଭେଟିବାକୁ କହୁଛନ୍ତି। ଲକ୍ଷ୍ମଣ ଭିତରକୁ ପ୍ରବେଶ କରିବା ଦେଖି ଯମରାଜ ଅନ୍ତର୍ଧ୍ୟାନ ହୋଇଗଲେ। ଶ୍ରୀରାମ ଏହା ଦେଖି ଲକ୍ଷ୍ମଣଙ୍କୁ କହିଲେ, ତୁ ଏହା କଣ କଲୁ? ମୋ ବଚନ ଅନୁସାରେ ତତେ ମୃତ୍ୟୁଦଣ୍ଡ ଦେବାକୁ ପଡିବ। ଲକ୍ଷ୍ମଣ ଶ୍ରୀରାମଙ୍କ କଥା ଶୁଣି ଦୁର୍ବାସାଙ୍କ ଅଭିଶାପ କଥା କହିଲେ, ମୋ ମୃତ୍ୟୁରେ ଯଦି ଅଯୋଧ୍ୟା ବଞ୍ଚିଯିବ, ମୋର ମୃତ୍ୟୁ ହେଇଯାଉ, ଏବଂ କହିଲେ, ମୁଁ ମହାରାଜ ଶ୍ରୀରାମଙ୍କର କଥା ନ ରଖିଥିବାରୁ ମତେ କ୍ଷମା କରିଦିଅନ୍ତୁ ଭଗବାନ। ତାପରେ ପ୍ରଭୁ ଶ୍ରୀରାମ ଋଷି ଦୁର୍ବାସାଙ୍କୁ ପାଛୋଟି ଆଣିବାକୁ ଆଦେଶ ଦେଲେ। ତାପରେ ମହର୍ଷି ଦୁର୍ବାସାଙ୍କର କିଛି ସମୟରେ ଋଷି ଦୁର୍ବାସା ନିଜ ଧାମକୁ ଫେରିଗଲେ। ତାପରେ ଶ୍ରୀରାମ ରାଜ ଦରବାରକୁ ସଭାବର୍ଗକୁ ଡାକିବାକୁ କହିଲେ ଏବଂ ଲକ୍ଷ୍ମଣଙ୍କର ମୃତ୍ୟୁଦଣ୍ଡ କଥା କହିବାରୁ କୁଳଗୁରୁ ବଶିଷ୍ଠ ସଭାବର୍ଗଙ୍କ ଆଗରେ କହିଲେ, ମହାରାଜ, ରାଜକୁମାର ଲକ୍ଷ୍ମଣଙ୍କୁ ପରିତ୍ୟାଗ କରିଦିଅନ୍ତୁ ଅଥବା ଦେଶରୁ ବାହାର କରିଦିଅନ୍ତୁ। ବିଦ୍ୱାନ ଲୋକଙ୍କ କହିବା ଅନୁସାରେ ଜଣଙ୍କୁ ପରିତ୍ୟାଗ କରିଦେବା ଅଥବା ଦେଶରୁ ବାହାର କରିଦେବା ମୃତ୍ୟୁଦଣ୍ଡ ସଙ୍ଗେ ସମାନ ଅଟେ। ତାହା ପୂର୍ବରୁ ଶ୍ରୀରାମ ଲକ୍ଷ୍ମଣଙ୍କୁ ଦୁଃଖ ମନରେ କହିଲେ, ଭ୍ରାତା ଲକ୍ଷ୍ମଣ, ତୁମେ ଅଯୋଧ୍ୟାରୁ ଚାଲିଯାଅ। ତାପରେ ଲକ୍ଷ୍ମଣ ନିଜ ଭ୍ରାତାଙ୍କର ବଚନ ରକ୍ଷା କରିବାକୁ ଯାଇ ସେ ଯେହେତୁ ମୃତ୍ୟୁଦଣ୍ଡ ଦେବାକୁ କହିଥିଲେ, ତାଙ୍କର ମାନ ରକ୍ଷା କରିବା ପାଇଁ ଦେଶରୁ ବାହାରି ଯାଇ ସରଜୁ ନଦୀ କୂଳରେ ପଞ୍ଚ ଇନ୍ଦ୍ରିୟଙ୍କୁ ଦମନ କରି ନିଶ୍ୱାସ ପ୍ରଶ୍ୱାସକୁ ବନ୍ଦ କରି ଜଳ ମଧ୍ୟରେ ଜଳ ସମାଧି ନେଇଗଲେ। ତାଙ୍କର ବାସ୍ତବିକ ରୂପ ଅର୍ଥାତ୍ ଶେଷନାଗ ରୂପ ଧାରଣ କରି ପରମ ଧାମକୁ ଚାଲିଗଲେ ଏବଂ ବିଷ୍ଣୁଙ୍କର ବାସସ୍ଥଳୀ କ୍ଷୀର ସମୁଦ୍ରରେ ପହଞ୍ଚିଗଲେ। ଶେଷନାଗ ଅର୍ଥ ହେଉଛି ବିଷ୍ଣୁ ଯେଉଁଠି ଶୟନ କରନ୍ତି ତାକୁ ଶେଷନାଗ ବୋଲି କୁହାଯାଏ। ପ୍ରଭୁ ଲକ୍ଷ୍ମଣ ସେହି ଜାଗାକୁ ଚାଲିଗଲେ। ତାପରେ ପ୍ରଭୁ ଶ୍ରୀରାମଙ୍କ ମନରେ ବହୁତ ଦୁଃଖ ହେଲା। ପ୍ରଥମେ ମତେ ପ୍ରାଣର ପ୍ରିୟ ସୀତା ଛାଡ଼ି ଧରଣୀ ମାଙ୍କ କୋଳକୁ ଚାଲିଗଲେ, ତେବେ ମୋର ପ୍ରାଣର ପ୍ରିୟ ଭ୍ରାତା ମଧ୍ୟ ଛାଡ଼ି ଚାଲିଗଲେ। ମୁଁ ଏବେ ଏକା ରହି ସଂସାରରେ କଣ କରିବି? ସେ ମଧ୍ୟ ଜଳ ସମାଧି ନେବା ପାଇଁ ନିଜ ଧାମକୁ ଫେରିଯିବା ପାଇଁ ସ୍ଥିର କଲେ ଏବଂ ଲବକୁଶଙ୍କୁ ରାଜ୍ୟର ରାଜା କରି ରାଜଭାର ଦେଇଦେଲେ। ତାପରେ ହନୁମାନ ପାତାଳପୁରରୁ ମୁଦି ଆଣି ପହଞ୍ଚି ସବୁ କଥା ଜାଣିଗଲେ ଏବଂ ଶ୍ରୀରାମଙ୍କର ଜଳ ସମାଧି ନେବା କଥା ଜାଣି ସେ ମଧ୍ୟ ବୈକୁଣ୍ଠପୁରକୁ ଯିବାକୁ ଜିଦ୍ ଧରି ବସିଲେ ଏବଂ ବୈକୁଣ୍ଠପୁରରେ ସେଠି ଯାଇ ଶ୍ରୀରାମଙ୍କର ସେବା କରିବାକୁ କହିଲେ। କିନ୍ତୁ ଭଗବାନ ଶ୍ରୀରାମ ହନୁମାନଙ୍କୁ ବୁଝାଇ କହିଲେ, ତୁମେ ପରା ଅମର ବର ପାଇଛ, ତେଣୁ ଏହି ସୃଷ୍ଟି ଯେତେ ଦିନ ଥିବ ତୁମେ ମୋର ନାମ, ମୋର କଥାକୁ ପ୍ରଚାର କରୁଥିବ। ସେଇଦିନ ଠାରୁ ଯେଉଁଠାରେ ହରିନାମ ଚାଲେ ସେଇଠାରେ ହନୁମାନ ପ୍ରକଟ ଥାନ୍ତି ଏବଂ ଭକ୍ତମାନଙ୍କୁ କୃପା ଲାଭ ଦେଇଥାନ୍ତି। ତାପରେ ଅଯୋଧ୍ୟାବାସୀ ରାମଙ୍କ ସହିତ ଯିବାକୁ ଜିଦ୍ କରି ବସିଲେ ଏବଂ ରାମଚନ୍ଦ୍ରଙ୍କର ଏହି ଭଲ ପାଇବା ଦେଖି କାନ୍ଦି ପକାଇଲେ ଏବଂ କହିଲେ, ମୁଁ ତୁମମାନଙ୍କୁ ସରଜୁ ନଦୀ ତଟରେ ବିଷ୍ଣୁ ରୂପରେ ଦର୍ଶନ ଦେବି, ତୁମେ ମୁକ୍ତି ପାଇଯିବ। ତାପରେ ସକାଳୁ ପ୍ରଭୁ ଶ୍ରୀରାମ ସମସ୍ତ ଭକ୍ତଙ୍କ ସହିତ ସରଜୁ ନଦୀ ତଟକୁ ଗଲେ ଓ ପ୍ରଥମେ ଜଳ ଭିତରକୁ ପଶି ଜଳରେ ସମାଧି ନେଲେ। ତାପରେ ବିଷ୍ଣୁ ରୂପ ଧାରଣ କରି ସ୍ୱୟଂ ବିଷ୍ଣୁ ରୂପରେ ଚାଲିଗଲେ। ଏହିପରି ଭାବରେ ଭଗବାନ ମର୍ତ୍ତ୍ୟମଣ୍ଡଳ ତ୍ୟାଗ କରିଥିଲେ। ଦର୍ଶକ ବନ୍ଧୁ, ଆଜିର ଭିଡିଓରେ ଜାଣିପାରିଥିବେ ରାମ ଲକ୍ଷ୍ମଣଙ୍କର କିପରି ସଂସାର ତ୍ୟାଗ କରିଥିଲେ। ତେବେ ଆଶା କରୁଛି ଭିଡିଓଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରନ୍ତୁ ଏବଂ କମେଣ୍ଟରେ ଆପଣଙ୍କର ମତାମତ ଲେଖନ୍ତୁ ଏବଂ ଏହିପରି କାହାଣୀ ଜାଣିବା ପାଇଁ ଚ୍ୟାନେଲକୁ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନରେ କ୍ଲିକ୍ କରିଦିଅନ୍ତୁ।